श्रोतृमंडली ज्योतिष प्रेमी श्रोतागण आसतु पशिवा 27 नक्षत्र और 12 राशि को नहीं तैयारी होइथिबा मंडल भितरे आज आम आलोचना करिबा 12 तारीख शुक्रवार 12 तारीख शुक्रवार ए दिन तिथि द्वादशी तेणु पोई खाइबा मना। पोई एक शाग जातीय लता खाद्य पोई खाइबा मना। आज मुख्य कथा है शुक्रवार दिन जदि शिवंकर किसी व्रत पड़े बा आमे किसी मेला करने को चाहूचे जमती आखंडलमणि मेला शुक्रवार न कले भल। शुक्रवार दिन से महामृत्युंजय मंत्र देते शुक्राचार्य को तेणु शुक्रवार एक भल दिन। यही शुक्रवार यही 12 शुक्रवार प्रदोष शिव पूजा सांध्य शिव पूजा संध्या समय भगवान शिव को ध्यान धारणा कले पूजा कले मेला कले से प्रसन्न हेबे दया करेंगे यह शास्त्रवाणी। आज आम आलोचना करुचे 12 तारीख शुक्रवार सूर्योदय 5:08 पर सूर्यास्त 6:24 पर मंद समय 10:07 रु 11:47 पर्यंत। यही शुक्रवार कौन अच्छी 12 राशि 12 तारीख शुक्रवार मेष राशि द्विजा नक्षत्र सकाळ 6:28 जाए 6:28 जाए शुभ समय। आज मेष राशि घात चंद्र से माने आज सुख संवाद प्राप्त हेबे। घात चंद्र हेतु जहाँ किसी असुविधा होई पारे नहले दिनटी सबु दिगरु शुभ। आज कौलिक मौलिक आर्थिक बौद्धिक सुख अवश्य मिलिबो। स्वास्थ्य पूर्वापेक्षा अधिक सुंदर और सुस्थ रहिबो। मन प्रफुल्ल रहिबो। आय अमल यथेष्ट हेबो। एणु मेष राशि बंधु मानकु अभिनंदन। 12 तारीख शुक्रवार वृष राशि मृगशिरा नक्षत्र सकाळ 6:28 जाए शुभ। व्यय वृद्धि हेब। व्यय खर्च व्यय वृद्धि हेब माने खर्च बढ़ीजीव। सेपरी बुद्धि मुंड को आसीबो जे केमिति खर्च करिबा। भल चिंता से खर्च हुए तो कौन भल कम हो पारे किंतु खर्च हम। देहपा असुस्थ हेब। कलह हेला भली परिस्थिति सृष्टि हेब। दूरयात्रा निषेध। आय अमल पथ बंद। पारिवारिक झड़ सृष्टि हो पारे। दिनटी आदौ भल नुहे तेणु चेष्टा करंतु जानिला परे सत्य कहतु। सत्यात् परम धर्मः नास्ति। सत कहतु रक्षा मिलଯିव। मिथुन राशि 12 तारीख शुक्रवार मिथुन राशि पुनर्वसु नक्षत्र सकाळ 6:28 जाए शुभ। यात्रा रे लाभ हेब। कारकार जदि से व्यवसायी दूर को जातु सस्तार द्रव्य किणी और निज कर्मस्थल को फेरतु। यात्रा रे लाभ हेब। तीर्थयात्री से माने धर्म मार्ग रे जाई परिवे। यात्रा रे शुभ हेब। बंधुंकर से बंधुंक सह मिसी परिवे। यही 3 जन किए व्यवसायी तीर्थयात्री आउ बंधु एमानंकु आज यात्रा लाभ जोग अच्छी। हेले आज धन मिलिब। आय कारक लाभदायक दिन एणु
ଏ ରାଶିର ଜନତା ଯଦି ନିଜ କର୍ମ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିବେ ତେବେ ଯଥେଷ୍ଟ ବେଶୀ ଅର୍ଥ ତାଙ୍କ ପାଖକୁ ଆସିବ। ଉଦ୍ୟୋଗିନ ପୁରୁଷ ସିଂହ ଉପଇତି ଲକ୍ଷ୍ମୀ। ଏଣୁ ଚେଷ୍ଟା କରନ୍ତୁ, ସବୁ ସମସ୍ୟାର ସମାଧାନ ହେବ। କର୍କଟ ରାଶି 12 ତାରିଖ ଶୁକ୍ରବାର କର୍କଟ ରାଶିର ଅଶ୍ଳେଷା ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ଏହି ସୁଖ ଆଜି ଆପଣମାନଙ୍କୁ ଆପଣଙ୍କର କର୍ମ ଦେବ। କର୍ମ କରିବା ନାନା ମତେ ମିଳିବ କର୍ମର ଆୟତ୍ତେ। କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ଦୁଇ ମହାପୁରୁଷଙ୍କର ଏହି ମହତ୍ଵବାଣୀ ଆଜି ଆପଣଙ୍କ ପାଇଁ ପ୍ରଯୁଜ୍ୟ। ଆପଣଙ୍କର କର୍ମଭୂମି ହିଁ ଆପଣଙ୍କୁ ଜଗିଛି। ସଦିଚ୍ଛା ସତ୍କର୍ମରୁ ଆଜି ବିବିଧ ସୁଖ ଓ ଶାନ୍ତି ମିଳିବ। ଆୟ ଅମଳ ପାଇଁ ଶୁଭ ଦିନ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ସାଇ ଭାଇ ବନ୍ଧୁ କୁଟୁମ୍ବ ସହଯୋଗ କରିବେ। ଏକ ଭଲ ଦିନ। କର୍ମରେ ଅବହେଳା କଲେ ଦୁଃଖ ପାଇବେ। କର୍କଟ କଥା ଗଲା। ସିଂହ ରାଶି 12 ତାରିଖ ଶୁକ୍ରବାର ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ ସମୟ ଅଛି। ଆଜି ସହଯୋଗ ପ୍ରାପ୍ତି ହେବ। ରୋଜଗାର ବଢ଼ିଆ ହେବ ଯଦି ଠିକ୍ କର୍ମ କରିବେ, ନହେଲେ ସାମାନ୍ୟ ହେବ। କର୍ମ କଠିନ ତ ଲାଭ ଅଧିକ। ଆଳସ୍ୟର ବଶବର୍ତ୍ତୀ ହେବେ ତ ଦୁଃଖ 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 ହେବ। ସେଦିନ କହିଥିଲି, ଆଜି ବି କହୁଛି, ଆଳସ୍ୟ ଏକ ମହାମାରୀ। ପରିବାରରେ ଜଣକୁ ଆକ୍ରମଣ କଲେ ତାହା ଧୀରେ ଧୀରେ ପରିବାରର ସମସ୍ତ ସଦସ୍ୟଙ୍କୁ ଆକ୍ରମଣ କରେ। ଫଳରେ ବହୁ ଧନୀ ଲୋକ ବି ଦରିଦ୍ର ହେଇଯାଏ। ଆଳସ୍ୟ କରନ୍ତୁନି। ଯେଉଁମାନେ କର୍ମବୀର ସେମାନଙ୍କୁ ଏହି ଆଳସ୍ୟ ଅସୁର ଡରେ। ଆପଣ ଆଳସ୍ୟ ତ୍ୟାଗ କରନ୍ତୁ, କର୍ମ କରନ୍ତୁ, ଧନବାନ ହୁଅନ୍ତୁ। ଯଦି ନ କରିବେ ରୋଜଗାର କମିଯିବ, ପ୍ରଶଂସା ମିଳିବ ଯତ୍କିଞ୍ଚିତ୍। ଦେହ ଠିକ୍ ରହିବ, ମାତ୍ର ମନ ଓ ମୁଣ୍ଡ ବିଗିଡ଼ିଯିବ। ଅପମାନିତ ହୋଇପାରନ୍ତି। ସେହିଭଳି ପରିସ୍ଥିତି ସୃଷ୍ଟି ହେବ। ଏଣୁ କାହା ପାଖରେ ଅର୍ଥ ପାଇଁ ହାତ ପାତନ୍ତୁନି। କାହାକୁ ପରାମର୍ଶ ଦିଅନ୍ତୁନି। ସବୁବେଳେ ମନେ ରଖନ୍ତୁ, ଆଲୋ ସଖୀ ଆପଣା ମହତ ଆପେ ରଖି। ପ୍ରିୟ ଲୋକଙ୍କ ସହିତ ଆଜି ଆପଣଙ୍କର ମନୋମାଳିନ୍ୟ ହେବ। ସୁତରାଂ ଚୁପ୍ ରୁହନ୍ତୁ। ମୌନିନଃ କଳହୋ ନାସ୍ତି। ମନେ ରଖିବେ, ମୌନିନଃ କଳହୋ ନାସ୍ତି। ଚୁପଚାପ ରୁହନ୍ତୁ। କନ୍ୟା ରାଶି 12 ତାରିଖ ଶୁକ୍ରବାର କନ୍ୟା ରାଶି ଚିତ୍ରା ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ଆଜି ବ୍ୟୟ ବୃଦ୍ଧି ହେବ। ସେ ବ୍ୟୟ ହୁଏତ ସତ୍କର୍ମ ଲାଗିପାରେ ବା ଅସତ୍କର୍ମ ଲାଗିପାରେ। ଧନଂ ଯସ୍ୟ ଦୁଃଖଂ ତସ୍ୟ ବ୍ୟୟବସନ କର୍ମଣି। ମନେ ରଖିବେ, ଧନ ଯାହାର ଦୁଃଖ ତାହାର। ଯଦି ସେହି କଷ୍ଟଲବ୍ଧ ଧନ ବୃଥାରେ ବ୍ୟୟ ହୋଇଯାଏ। ଜ୍ଞାନୀ ବୃଥା ବ୍ୟୟ କରିବାକୁ ଘୃଣା କରନ୍ତି। ଅଜ୍ଞାନ ବୃଥା ବ୍ୟୟ କରି ଖୁସି ହୁଏ। ବିଚାର ଆପଣଙ୍କର, ନିର୍ଣ୍ଣୟ ଆପଣଙ୍କର। ଆପଣ ଜ୍ଞାନୀ କି ଅଜ୍ଞାନ ପ୍ରମାଣ ଦେବେ। ବ୍ୟୟ ହେବ। ସ୍ୱାସ୍ଥ୍ୟ ଉପରେ ଆଜି କୁପ୍ରଭାବ ପଡ଼ିବ। କଳହ ହେଲା ଭଳି ପରିସ୍ଥିତି ସୃଷ୍ଟି ହେବ। ଦିନ ସାରା ଅଶାନ୍ତି ଲାଗି ରହିବ। ବାହାରକୁ ନଗଲେ ଭଲ। ଯାନବାହନ ଠାରୁ ଦୂରେଇ ରହନ୍ତୁ। ଦେହ ଖରାପ ହେବ।
ପୁରୁଣା ରୋଗୀଙ୍କ କଥା କହି ହେଉନି। ଦୈବ ସାହା ପୁରୁଣା ରୋଗୀଙ୍କୁ ଆଜି ଦୈବ ସାହା, କନ୍ୟା ରାଶିର ପୁରୁଣା ରୋଗୀଙ୍କୁ ଆଜି ଦୈବ ସାହା। ପାରିବାରିକ ସମସ୍ୟା ଗୁରୁତର ହେବ। ଆୟ ଅମଳ ଘରେ ତାଲା। ଇନକମ୍ ନୋ ଇନକମ୍, ବି କେୟାରଫୁଲ୍। 12 ତାରିଖ ଶୁକ୍ରବାର, ତୁଳା ରାଶି, ବିଶାଖା ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ଆଜି ଲାଭ ଯୋଗ, ଦ୍ରବ୍ୟ ଲାଭ ଯୋଗ ଅଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନାହିଁ। ପୁରୁଣା ରୋଗୀ ସାମାନ୍ୟ ଶାନ୍ତି ଲଭିବେ। ରୋଜଗାର ପାଇଁ ପ୍ରଶସ୍ତ ଦିନ, ଏଣୁ ଉଦ୍ଯୋଗୀ ହୁଅନ୍ତୁ। ଧନଲକ୍ଷ୍ମୀ ଅବଶ୍ୟ ପ୍ରସନ୍ନ ହେବେ। ଯଦି ଉଦ୍ଯୋଗ ନ କରିବେ କେହି କେବେ ଆଣି ଆପଣଙ୍କୁ ଖୁଆଇ ଦେବେନି। ଗୋଟେ ପଏଣ୍ଟ, ଛୋଟ ଛୁଆକୁ ମା ଖୋଇଦେବ। ରୋଷେଇ କଲା, ପାଖକୁ ଆଣିଲା, କୋଳରେ ବସେଇଲା, ଗୀତ ଗାଇଲା, ଗପ କହିଲା, ଖୁଆଇ ଦେଲା। ଗିଳିବା କାମ କାହାର? ପିଲାର। ପିଲା ଯଦି ନ ଗିଳିଲା, ବହୁ ଚେଷ୍ଟା କରି ତା ପିଠିରେ ଦୁମ୍ କିଲୋ ଦେଲା ମା, ସେ ଭେଁକିନି କହିଲା, ଗିଳିଦେଲା। ସେଇଭଳି ଆପଣଙ୍କୁ କର୍ମ କରିବାକୁ ପଡ଼ିବ। ସୁତରାଂ ପୁରୁଣା ରୋଗୀ ସାମାନ୍ୟ ଶାନ୍ତି ଲାଭ କରିବେ। ରୋଜଗାର ପାଇଁ ପ୍ରଶସ୍ତ ଦିନ, ଏଣୁ ଉଦ୍ଯୋଗୀ ହୁଅନ୍ତୁ। ଧନଲକ୍ଷ୍ମୀ ଅବଶ୍ୟ ଦୟା କରିବେ। ଦୈନନ୍ଦିନ କରୁଥିବା ବୃତ୍ତି, ବ୍ୟବସାୟ, ସେବା ଓ ଚାଷରୁ ଭଲ ଆୟ ଅମଳ ହେବ। ଶାରୀରିକ ସମସ୍ୟା ନାହିଁ। ଆଜି ବିଶେଷ ଭାବରେ କଲ୍ୟାଣକର ଦିନ। ଦାମ୍ପତ୍ୟ ଜୀବନରେ ବିପରୀତ ଲିଙ୍ଗଙ୍କର ସାହାଯ୍ୟ ସହଯୋଗ ପାଇବେ। ଯଦି ଆପଣ ପୁରୁଷ, ଆପଣଙ୍କୁ ଆପଣଙ୍କ ସ୍ତ୍ରୀ, ଯଦି ଆପଣ ସ୍ତ୍ରୀ, ଆପଣଙ୍କୁ ଆପଣଙ୍କର ସ୍ୱାମୀ ଅବଶ୍ୟ ସହଯୋଗ କରିବେ। ବିଛା ରାଶି 17 ତାରିଖ ଶୁକ୍ରବାର, ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ଆଜି ବିଛା ରାଶିର ଘାତ ବାର, ଏଣୁ ସାବଧାନ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପୂର୍ବାପେକ୍ଷା ଅଧିକ ସୁନ୍ଦର ଦିଶିବେ ଓ ନିଜକୁ ସୁସ୍ଥ ସବଳ ଲାଗିବ। ବିଧାତାଙ୍କ ଯୋଜନା ଅନୁଯାୟୀ ଆଜି ସେ ଆପଣଙ୍କୁ ବହୁ ଜିନିଷ ଦେବେ। ବହୁ ଦିନର ମନସ୍କାମନା ଆଜି ସେ ପୂରଣ କରିବେ। ବିବିଧ ଲାଭ ହେବ। ଆର୍ଥିକ ବିକାଶ ହେବ। କେବଳ ବ୍ୟବସାୟୀମାନଙ୍କର ଆର୍ଥିକ ଲାଭ ହେବ। ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ସମ୍ମାନ ଲାଭ ହେବ। ଆଉ ଆୟ ଅମଳ ପାଇଁ ବାଧା ବନ୍ଧନ ନାହିଁ। ଏତିକି ମନେ ରଖିବେ ଯେ ଠିଆ ହୋଇ ବୁଣିଥିଲେ ବସିକରି ଖାଇ, ମାନେ ଆଜି ଖଟିବେ ତ ଖାଇବେ, ନହେଲେ ଦୁଃଖ ଭୋଗିବେ। ପରିଶ୍ରମ କରନ୍ତୁ, ଲାଭ ଅଛି। ଧନୁରାଶି 12 ତାରିଖ ଶୁକ୍ରବାର, ଧନୁ ରାଶି, ପୂର୍ବାଷାଢ଼ା ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ଆଜି ବି ଧନୁରାଶିର ଘାତ ବାର। ହୁସିଆର, ଆଜି ବନ୍ଧୁ ହାନି ହୋଇପାରନ୍ତି। ଅର୍ଥାତ୍ ଆପଣ ଯଦି ନିଜ ସ୍ୱାର୍ଥ ସାଧନ ପାଇଁ ବନ୍ଧୁଙ୍କ ଠାରୁ କିଛି ପାଇବି ଏ ଆଶା କରିବେ, ଆଉ ସେ ମନା କରିବେ, ତାପରେ ଆପଣଙ୍କ ସହ ତାଙ୍କର ମତାନ୍ତର ହେବ, ମନାନ୍ତର ହେବ। ଅର୍ଥାତ୍ କିଛି ଲାଭ ଆଶାରେ, ଲୋଭ ଆଶାରେ ଆପଣ ଆଜି ବନ୍ଧୁଙ୍କୁ ବିରକ୍ତ ହେବେ। ଫଳରେ ବନ୍ଧୁ କଟିଯିବେ। ଏହା ଜାଣି ଟିକିଏ ବନ୍ଧୁଙ୍କ ପାଖରେ ହାତ ପାତନ୍ତୁନି, ନେହୁରା ହୁଅନ୍ତୁନି, ଜିଦ୍ଦି କରନ୍ତୁନି, ଦିଅ ଆଣ ଇତ୍ୟାଦି। ମତାନ୍ତରରୁ ମନାନ୍ତର ହେବ, ସାବଧାନ। ଆଜି ନିଃସ୍ୱାର୍ଥପର ହୁଅନ୍ତୁ। ଆଜି ଆପଣ ମୁଣ୍ଡକୁ ଆସିବ ସବୁବେଳେ ସ୍ୱାର୍ଥ ସାଧନ ପାଇଁ ଝଗଡ଼ା କରିବେ। ଆଜି ସୁଖରେ ରହିବେ। ବିବିଧ ସୁଖ ବିଧାତା ଆପଣଙ୍କୁ ବିଭିନ୍ନ ଉପାୟରେ ଦେବେ। ତାହା କୌଳିକ, ମୌଳିକ, ବୌଦ୍ଧିକ, ଆର୍ଥିକ ଇତ୍ୟାଦି। ଆଜି ଶାନ୍ତି ମିଳିବ। ଦେହ ସୁସ୍ଥ ରହିବ।
ଆୟ ଅମଳ ପାଇଁ ପୂର୍ବ ଯୋଜନା ଲୋଡ଼ା। ଭଲ ରୋଜଗାର ହେବ। ଗୋଟାଏ ଅସୁବିଧା, ଆଜି ଆପଣ ସ୍ୱାର୍ଥପର ହେବେ। କିଛି ଲୋଭ, କିଛି ଲାଭ ଆଶାରେ ବନ୍ଧୁଙ୍କୁ କହିବେ, ସେ ଦେବେନି, ଚିଡ଼ିଯିବେ, ଝମିଲା ହେବ। ଏତିକି ଅସୁବିଧା, ନହେଲେ ଆଉ ସବୁ ଭଲ। ଏବେ ଆଲୋଚନା କରିବା ମକର ରାଶି କଥା। 12 ତାରିଖ ଶୁକ୍ରବାର, ମକର ରାଶିର ଧନିଷ୍ଠା ନକ୍ଷତ୍ରର 6ଟା 28 ଯାଏ ଶୁଭ। ଆଜି ଅପମାନ ମିଳିପାରେ। ଶୁକ୍ରବାର ମକର ରାଶି ଲୋକଙ୍କୁ ଅପମାନ ମିଳିପାରେ। ମାତ୍ର ପୁରୁଣା ରୋଗ ପୁଣି ମୁଣ୍ଡ ଟେକିବ। ଅସୁବିଧାରେ ପଡ଼ିବେ। ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ। କିଛି ମିତ୍ରଙ୍କ ସହ ମତାନ୍ତର ହେବ। ତୁମର କାର୍ଯ୍ୟ କଳାପରେ ପ୍ରିୟ ପରିଜନ ଅସନ୍ତୋଷ ହେବେ। ଘରର କିଛି କ୍ଷୟକ୍ଷତି ହୋଇପାରେ। କୌଣସି ବନ୍ଧୁଙ୍କ କ୍ଷୟକ୍ଷତି ଖବର ପାଇ ଆପଣ ବି ଦୁଃଖିତ ହେବେ। ଯାନବାହନର ବ୍ୟବହାର ନ କଲେ ଭଲ। ଦୂରଯାତ୍ରା ନିଷେଧ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ମୋଟାମୋଟି ଭାବରେ ଶୁକ୍ରବାର ଦିନଟି ମକର ରାଶି ପାଇଁ ଆଦୌ ଶୁଭଙ୍କର ନୁହଁ। ଏଣୁ ମୁଁ ଦୁଃଖିତ। କୁମ୍ଭ ରାଶି 12 ତାରିଖ ଶୁକ୍ରବାର, କୁମ୍ଭ ରାଶି ପୂର୍ବଭାଦ୍ର ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ଆଜି ଆୟ ବୃଦ୍ଧି ତ ହେବ। ଭଲ ଇନକମ୍ ହେବ। ଆଜି କୁମ୍ଭ ରାଶିର ଆୟ ବୃଦ୍ଧି ତ ହେବ। ଏଥିପାଇଁ କିଛି ମୌଳିକ ଯୋଜନା ଆବଶ୍ୟକ। ଆପଣ ଆଗରୁ ଯୋଜନା କରନ୍ତୁ। ଆଜି ଯୋଜନା କରନ୍ତୁ, ଗୁରୁବାର ଯୋଜନା କରନ୍ତୁ, ଶୁକ୍ରବାର ଦିନ ଲାଭବାନ ହେବେ। ଉଦ୍ଯୋଗ ବଳେ ସର୍ବସିଦ୍ଧି, ଏଟା ଭୁଲିବେନି। ଉଦ୍ଯୋଗ କରିବେ। ଉଦ୍ଯୋଗ ବଳେ ସର୍ବସିଦ୍ଧି। ଏଣୁ ଯଥା ସମୟରେ, ଯଥା ସ୍ଥାନରେ, ଯଥୋଚିତ ବୁଦ୍ଧି ବିବେକର ବିନିଯୋଗ କରିପାରିଲେ ଆଜି ଆପଣଙ୍କୁ ଯଥେଷ୍ଟ କିଛି ମିଳିବ। ଆଜି ଦେହ, ମନ, ମୁଣ୍ଡ ସୁସ୍ଥ ରହିବ। ଭାଇ ସମ୍ପର୍କ ମଧୁମୟ ହେବ। ପୁରୁଣା ବାକିଆ ଅର୍ଥ ହସ୍ତଗତ ହୋଇପାରେ। ଆଜି ଇଣ୍ଟରଭ୍ୟୁ ଦେଇଥିବା ପିଲାମାନଙ୍କୁ ମନଲାଖି ଫଳ ଶୁଣେଇବେ ବିଧାତା। ସେମାନେ ସବୁ ପାସ୍ କରିଥିବେ, ସକ୍ସେସ୍ ହେଇଥିବେ। କିଛି ପ୍ରଶଂସା ଓ କିଛି ଉପହାର ପ୍ରାପ୍ତ ହେବେ। ଆଜି କୁମ୍ଭ ରାଶିଆଙ୍କୁ ରୁଚିକର ପରିବେଶ ମିଳିବ। ବଢ଼ିଆ କଥା। ରୁଚିକର ପରିବେଶ ହିଁ ସୁସ୍ଥ ଜୀବନ। ମୀନ ରାଶି 12 ତାରିଖ ଶୁକ୍ରବାର, ମୀନ ରାଶି ରେବତୀ ନକ୍ଷତ୍ରର ସକାଳ 6ଟା 28 ଯାଏ ଶୁଭ। ହେଲେ ଆଜି ଘାତବାର। ଶୁକ୍ରବାର ଘାତବାର। ଅଶାନ୍ତି ମାଡ଼ି ଆସିବ ଶୀତଦିନେ କୁହୁଡ଼ି ଭଳି। କିଛି ମୁଖ ପ୍ରଶଂସା ଶୁଣି ଆପଣ ଖୁସି ହେବେ। ସାବଧାନ। ଯିଏ ଆପଣଙ୍କ ମୁଖ ପ୍ରଶଂସା କଲା ସିଏ ଆପଣଙ୍କ ଶତ୍ରୁ। ଗୋଟେ କଥା ଦିନେ କହିଥିଲି, ମନେ ଅଛି? ମା ଠାରୁ ଯେ ଅଧିକ ଭଲ ପାଏ ସେ ଡାହାଣୀ। ମା ଯେତିକି ଭଲ ପାଇବ ସେତିକି ହଉ ଯଥେଷ୍ଟ। ମା ଠାରୁ ଯେ ଅଧିକ ଭଲ ପାଏ ସେ ଡାହାଣୀ। ଯେଉଁମାନେ ମୁଖ ପ୍ରଶଂସା କରନ୍ତି ସେମାନେ ହିଁ ଆପଣଙ୍କର ଅମଙ୍ଗଳ କାମନା କରନ୍ତି। ଏହା ବୁଝି ବିଚାରି ମୁଖ ପ୍ରଶଂସା ଶୁଣି ଯିଏ ଖୁସି ହୁଏ ତାକୁ ଜନତା କହେ ମୂର୍ଖ, ଅପଗଣ୍ଡ, ଅଜ୍ଞାନ। ମୁଖ ପ୍ରଶଂସା ଶୁଣି ଖୁସି ହୁଅନ୍ତୁନି। ସ୍ୱାର୍ଥ ଆଶାରେ କେହି ମୁଖ ପ୍ରଶଂସା କରିବ, ବଢ଼ିଆ ବଢ଼ିଆ କହିବ, ସାବଧାନ। ଏଥିପାଇଁ ଆଜି ଖୋଲା ହସ ନ ହସି ବାହାର ତାକୁ ଟିକେ ଯେତେବେଳେ ସିଏ କେହି ଲୋକ ମୁଖ ପ୍ରଶଂସା କଲା ଆପଣ ହସନ୍ତୁନି, ଗମ୍ଭୀର ହେଇଯାଆନ୍ତୁ। ପାରୁଛନ୍ତି ତ ତାର ପ୍ରଶଂସା କରନ୍ତୁ। ସିଏ ବଢ଼ିଆ କହିଲେ ଆପଣ ବଢ଼ିଆ କୁହନ୍ତୁ, ବାସ୍ ହେଲା। ଗମ୍ଭୀର ହୋଇଯାଆନ୍ତୁ। ଆଜି ଶୁକ୍ରବାର ହେତୁ ମାନସିକ ଆଘାତ ପାଇବେ। ମନ ବ୍ୟାକୁଳ ହେବ, ଚଞ୍ଚଳ ହେବ। ଆୟ ଅମଳରେ ବାଧା ବନ୍ଧନ ନାହିଁ। ବିଶେଷ ରୋଗ ବ୍ୟାଧି ନଥିଲେ ବି କିଛି ବ୍ୟାଧି ନୁହଁ ଆଧି। ବ୍ୟାଧି ଯାହା ଦେହ ରୋଗ ତାକୁ କୁହନ୍ତି ବ୍ୟାଧି, ଦେହ ରୋଗ। ଯାହା ମନ ରୋଗ ତାକୁ କୁହନ୍ତି ଆଧି, ଦୁଶ୍ଚିନ୍ତା, ପାଗଳାମୀ। ଏହା ଆଧି।
आज आपण आधिग्रस्त हेबे व्याधिग्रस्त हेबेनी बोले मानसिक अशांति रे विघटित हेबे। बहु लोक आज आपण को विभिन्न अभिनय करी खुशी करिवे। बहु लोक बहु स्वार्थपर लोक विभिन्न अभिनय करी आपण खुशी करिवे। परोक्ष इच्छा थिबो जे से किछि नेबे, सीधा मागिबेनी, एमती रोल करी मागिबे। कौन आपण दूचंती म कि बढ़िया आपणकर अक्षर। अरे ये हस कौटु शिखिले? आपण धार्मिक लोक बोली ज्ञानी बोली ये सब सुजोग मिलूची। यही भली चिकनिया कथा कही लुटिया को आसे बहुत लोक। सावधान, भल करी चिन्ह रख भ्रातांग बदन है। तेणु कौन सी कार्य आप निष्पत्ति नहीं पारे। सुतरां आज क्या विश्वास न कले भल। आज गोटे एभली दिन समस्ते आपण हैरान करेंगे। जदि आपण मन खोला हस हसी पारे, क्या विश्वास न करेंगे, ताहले समस्या किछि नहीं। क्या विश्वास करंतुनी। एभली कि जीवन साथी को मध्य हुशियार हेले बापा माँ को विश्वास करिवे, त्रुटि करिवेनी। कारण से हेले चलंती देवता, तांकर सेवारे त्रुटि हेले हर ब्रह्मा रक्षा करि पारिबेनी। हाँ बंधु, आज एतिकी ईश्वर चाहिए मु पुणी आपण को मो मुँह देखी कहि नमस्कार।